ପର୍ଯ୍ୟନ୍ତ ରହିବି। ମୁଁ ସାଙ୍ଗରେ ଅଛି ସବୁ ପ୍ରକାର ସିଡବ୍ଲ୍ୟୁସି ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି ତଦନ୍ତ ପ୍ରକ୍ରିୟା କ୍ରାଇମ୍ ଠାରୁ ଆରମ୍ଭ କରି ଯେତେ ପ୍ରକାର ପ୍ରକ୍ରିୟା ହବ ପିହୁକୁ ଖୋଜିବା ପର୍ଯ୍ୟନ୍ତ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ମୋନାଲିସା ଭଉଣୀଙ୍କ ସାଙ୍ଗରେ ଅଛି। ନିଶ୍ଚୟ ତାଙ୍କ ଶିଶୁ ମାନେ କନ୍ୟାକୁ ଆମେ ସେ ଫେରି ପାଇବେ ଏତିକି ଆଶାବାଦୀ ଅଛି ଏବଂ ମୁଁ ସଂଗ୍ରାମ ମଧ୍ୟ ତାଙ୍କ ସହିତ ଜାଗି ରହିବି ଏବଂ ଆଶା କରୁଛି ନିଶ୍ଚୟ ଯେତେ ପ୍ରକାର ଅବଷ୍ଟ୍ରକ୍ସନ ଥିଲା ଯୋଉମାନେ ସବୁ ଏଥିରେ ଅଛନ୍ତି ସେମାନେ ତଦନ୍ତ ପରିସରଭୁକ୍ତ ଆସିବା ଦରକାର ଏବଂ ସେଟା କ୍ରାଇମବ୍ରାଞ୍ଚ ପାଖରେ ମୁଁ ମଧ୍ୟ ଦାବି ରଖିବି। ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ତେଣୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ଶେଷ ମାନେ ବିହୁ ମିଳିଲା ପର୍ଯ୍ୟନ୍ତ ମୁଁ ସଂଗ୍ରାମ ଜାରି ରଖିବି ଏବଂ ସାହାଯ୍ୟ ସହଯୋଗ କରିବି। ମୁଁ ପ୍ରଥମେ ଧନ୍ୟବାଦ ଦେବି କେତେ ଧୈର୍ଯ୍ୟର ସହିତ ମୋନାଲିସା ଭଉଣୀ ସଂଗ୍ରାମ କରିଛନ୍ତି। ବିଗତ ସରକାରରେ ତାଙ୍କୁ କେତେ ଟର୍ଚର କରାଯାଇଛି ଏବଂ ସେ ସଂଗ୍ରାମ ଜାରି ରଖିଛନ୍ତି ଏବଂ ଆଶାବାଦୀ ମଧ୍ୟ ଅଛନ୍ତି। ତାଙ୍କର ଆଖିର ଲୁହ କେବେ ମାନେ ବ୍ୟର୍ଥ ଯିବନି। ମୁଁ ଆଶା କରୁଛି ନିଶ୍ଚୟ କ୍ରାଇମବ୍ରାଞ୍ଚ ତଦନ୍ତ କରିବ, ପିହୁ ସେ ପାଇବେ ଏବଂ ପିହୁ ତାଙ୍କ ମା କୋଳକୁ ଫେରି ଆସିବ ବୋଲି ମୁଁ ଆଶାବାଦୀ। ନିଶ୍ଚୟ ଆମେ ସବୁ ପ୍ରକାର ମାନେ ସହଯୋଗ କରିବୁ। ସିଡବ୍ଲ୍ୟୁସି ରେ ମଧ୍ୟ କେସ୍ ରେଜିଷ୍ଟର ହେଇଛି। ତେଣୁ ସବୁଗୁଡା ଦେଖିଲେ ସବୁ ଆଙ୍ଗଲରୁ ଆମ ସରକାର, ଆମର ଲୋକପ୍ରତିନିଧି, ଆମ ସିଡବ୍ଲ୍ୟୁସି ଚାଇଲ୍ଡ ୱେଲଫେୟାର କମିଟି ଠାରୁ ଆରମ୍ଭ କରି ସମସ୍ତେ ତାଙ୍କୁ ସହଯୋଗ କରିବେ ଏବଂ ତାଙ୍କର ଥଇଥାନ ବ୍ୟବସ୍ଥା ତ ଅଛି ସେ ପାରାଲାଲ, କିନ୍ତୁ ତାଙ୍କର ମାନେ ଝିଅ କୁନି ଝିଅଟି ନିଶ୍ଚୟ ତାଙ୍କ କୋଳକୁ ଆସିବ ବୋଲି ବହୁତ ଆଶାବାଦୀ। ଆଶା କରୁଛି ନିଶ୍ଚୟ ମାନେ ତାଙ୍କର ଯୋଉ ଧୈର୍ଯ୍ୟ ଅଛି ଅସୀମ ଧୈର୍ଯ୍ୟ ସଂଗ୍ରାମ କରିଛନ୍ତି ସେ ଏକାଠି ତାଙ୍କୁ କେହି ସହଯୋଗ କରିନାହାନ୍ତି। ଯୋଉ ଯୋଉ ନାଁ ସବୁ କହୁଥିଲେ କେହି ସହଯୋଗ କରିନାହାନ୍ତି। କିନ୍ତୁ ଆମେ ସହଯୋଗ ଆମ ସରକାର ଆସିଲା ପରେ ଆମେ ସହଯୋଗ ହାତ ବଢେଇଛୁ। ଆମେ ନିଶ୍ଚୟ ବିହୁକୁ ନିଶ୍ଚୟ ମାନେ ଆଣିକି ମା କୋଳରେ ପହଞ୍ଚେଇ ପାରିବେ ଏତିକି ମୁଁ ଆଶା କରୁଛି। ନିଶ୍ଚୟ ସେ ଫେରିପାରିବ ବୋଲି ଆଶା କରୁଛି।